ଶୁଣିବେ। ତେଣୁ ଆଜି ଆମେ ଏଇ ବାଇବେଲ ଷ୍ଟଡିରେ ଯୁବାମାନଙ୍କ ପାଇଁ ପରାମର୍ଶ। ଆଜିର ପ୍ରସଙ୍ଗର ଶୀର୍ଷକ ହେଉଛି କ'ଣ? ଯୁବାମାନଙ୍କ ପାଇଁ ପରାମର୍ଶ। ଗୋଟେ ଛୋଟ ପରାମର୍ଶ ଏଇ ଯାକୁବଙ୍କ ପୁସ୍ତକରୁ ମୁଁ ଆପଣମାନଙ୍କୁ ଦେବା ପାଇଁ ଚାହେଁ। ଯାକୁବ 4 ପର୍ବ ତାର 6 ପଦ, ଜେମ୍ସ ଚାପ୍ଟର 4 verse 6, ଆମେ ସେଇଠୁ ଆମେ ଧ୍ୟାନ ସଂଗ୍ରହ କରିବା। ଲେଖାଯାଉଛି କ'ଣ? ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି, ଏଣୁ ଉକ୍ତ ଅଛି ଈଶ୍ୱର ଅହଙ୍କାରୀ ମାନଙ୍କୁ ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକମାନଙ୍କୁ ଅନୁଗ୍ରହ ଦାନ କରନ୍ତି। ତେଣୁ ପ୍ରଥମ କାମ କ'ଣ? ଯୁବାମାନେ ନିଜକୁ ନମ୍ର କରନ୍ତୁ। ହମ୍ବଲ ୟୋରସେଲ୍ଫ। କ'ଣ କରିବେ? ନିଜକୁ ନମ୍ର କରିବେ। ଆମେ କ'ଣ? ଆମେ ଏତେ ଗର୍ବୀ, ଏତେ ଏରୋଗେଣ୍ଟ। ମା ଡାକୁଥିଲେ ମଧ୍ୟ କ'ଣ ହେଲା? ବେଳେ ବେଳେ ମା ଯଦି କିଛି କହିଲେ କ'ଣ ବୋଲି କହୁଛୁ? ତୁ ମା ହେଇଛୁ, ମା ଭଳିଆ ଥା, ତୁ ବେଶୀ ହଉଛୁ। ମାକୁ ଧମକାଇ ଥାଉଛନ୍ତି ସତ ନା ନାହିଁ? ଭାଇ ଯଦି ବେଶୀ କହିଲେ, ଏ ଭାଇ ତୋର ଭାଣ୍ଡା ଫୋଡ଼ିବି, ଦେଖ ବେଶୀ ହଉଛୁ ତୁ। ଯଦି 2ଟା ଭଉଣୀ ଥିବେ, ବଡ଼ ଭଉଣୀ ଯଦି ସାନଟାକୁ କହିବେ ଏଲୋ ବୋଲେ, ଏଲୋ କ'ଣ କହିବି କିଲୋ? ମାନେ ସମସ୍ତେ ଗଡ଼ବଡ଼ରେ ଅଛନ୍ତି। ଏଠି ବାଇବଲ କ'ଣ କହୁଛି? ତୁମେ କ'ଣ କର? ଆପଣାକୁ ନମ୍ର କର, ନମ୍ର କର। ହମ୍ବଲ ୟୋରସେଲ୍ଫ। ଯୁବାମାନେ ଆଜିର ସମୟରେ ଆପଣ ଦେଖିବେ, ଆମେ ବଡ଼ ସାନ କାହାକୁ ଖାତିର କରୁନୁ। କରୁଛୁ କି ନାଇଁ? ଆଗ ପ୍ରଣାମ କରୁଥିଲେ, ଏବେ ପ୍ରଣାମ ବି କରୁନୁ। କାହିଁକି କରୁନୁ ପ୍ରଣାମ? କାହିଁକି? ମୁଁ ତାଠାରୁ ଶିକ୍ଷିତ, ମୋର ଜେଜେ ଠାରୁ ମୁଁ ଶିକ୍ଷିତ, ମୋ ମାମୁଁ ଠାରୁ ଶିକ୍ଷିତ, ମୁଁ ତାଠାରୁ ଶିକ୍ଷିତ, ମୁଁ ପ୍ରଣାମ କରିବି ନାହିଁ। ଏବେ କ'ଣ ବୋଲି କହୁଛି? ନାଇଁ, ବାଇବଲରେ ଲେଖା ହେଇଛି କାହାକୁ ପ୍ରଣାମ କରିବ। ବାରେ ବା, ବାଇବଲକୁ ମାନିବା ବାଲା ପଳେଇ ଆସିଲେ। ଆମର କଲଚର ଅଛି, ବିଶେଷ କରି ପଶ୍ଚିମ ଓଡ଼ିଶାରେ ଦେଖିବେ କ'ଣ କରନ୍ତି? ଜୁହାର କରନ୍ତି। କ'ଣ ପାଇଁ ପ୍ରଣାମ କରୁ? ଯଦି ଆପଣ ମୋତେ ପ୍ରଣାମ କଲେ, ପ୍ରଭୁ ବୋଲି ପ୍ରଣାମ କଲେ କି? ନାଇଁ, ଅଙ୍କଲ ବୋଲି ପ୍ରଣାମ କଲେ, ମୁଁ ବି କ'ଣ କହିବି? ଗଡ୍ ବ୍ଲେସ୍ ୟୁ। ମୁଁ କହିବି କି ମୁଁ ତୋତେ ଆଶୀର୍ବାଦ? ନାଇଁ ନାଇଁ, ମୁଁ କିଏ? ମୋର ହାତରେ କ'ଣ ଆଶୀର୍ବାଦ ଅଛି? ଯେତେବେଳେ ଆମେ ପ୍ରଣାମ କରୁଛୁ ସେଇଟା ହମ୍ବଲ, ନମ୍ରତା ନାହିଁ। ଘରେ କି ଆସିଲେ ଆମେ ତାଙ୍କୁ ରେସ୍ପଣ୍ଡ ବି କରୁନୁ। ଏ ଅଙ୍କଲ ଆସିଛନ୍ତି, ଯାଉନୁ, ଆସନ୍ତୁ, କ'ଣ ହେଲା? ସେ ବସିଥିଲେ, ସିଆଡ଼େ ଯିବା ଆସିବା କରିବେ, ରେସ୍ପଣ୍ଡ ବି କରିବେ ନାହିଁ। ଲେଖାଯାଉଛି ନମ୍ର ହେବା ପାଇଁ। ଯୁବାମାନେ ମନେ ରଖିଥାନ୍ତୁ, ମିକନେସ୍ ଇଜ୍ ନଟ୍ ୱିକନେସ୍। ମିକନେସ୍ ଇଜ୍ ନଟ୍ ୱିକନେସ୍। ଭାବନ୍ତୁ ନାହିଁ ନମ୍ରତା ଦୁର୍ବଳତାର ପ୍ରତୀକ ବୋଲିକି। ଦୁର୍ବଳତାର ପ୍ରତୀକ ନୁହଁ। ଆପଣ ନମ୍ର ହେଲେ କ'ଣ ହେବ? 2ଟା ବିଷୟ ଲେଖା ହେଇଛି 6 ପଦରେ। ଈଶ୍ୱର ତାହାକୁ ଅନୁଗ୍ରହ ଦାନ କରିବେ। କାହାକୁ କରିବେ? ଅହଙ୍କାରୀକୁ କରିବେ ନାହିଁ, ଗର୍ବୀକୁ କରିବେ ନାହିଁ। ଯେ ନମ୍ର ହେବ ତାକୁ କ'ଣ କରିବେ? ଅନୁଗ୍ରହ ଦାନ କରିବେ। ଆଉ 10 ପଦରେ କ'ଣ ଲେଖା ହେଇଛି? ଯେ ନମ୍ର ହେବ ତାହାକୁ ଉନ୍ନତ କରିବେ। ନମ୍ରତାର 2ଟା ଆଶୀର୍ବାଦ ସେ ଲେଖୁଛନ୍ତି। ଯଦି ନମ୍ର ହେବେ କ'ଣ ହେବେ? ପ୍ରଭୁ ତାକୁ ଅନୁଗ୍ରହ ଦେବେ, ଅନୁଗ୍ରହର ଦାନ ଦେବେ ତାକୁ। ଏଇଟା ଫାର୍ଷ୍ଟ ବ୍ଲେସିଂ। ଆଉ ଦ୍ୱିତୀୟ ବ୍ଲେସିଂ କ'ଣ ଲେଖାଯାଉଛି? ତାହାକୁ ଉନ୍ନତ କରିବେ। ପ୍ରଭୁଙ୍କ ଛାମୁରେ ଆପଣ ଆପଣଙ୍କୁ ନତ କର, ତାହେଲେ ସେ ତୁମମାନଙ୍କୁ ଉନ୍ନତ କରିବେ। କାହିଁକି? ପ୍ରମୋସନ କୋଉଠୁ ଆସେ? ପ୍ରମୋସନ ପୂର୍ବ ପଶ୍ଚିମରୁ ଆସେ ନାହିଁ। ପ୍ରମୋସନ କମ୍ସ ଫ୍ରମ୍ ଦ ଲର୍ଡ। ଉନ୍ନତି କୋଉଠୁ ଆସେ? ଫ୍ରମ୍ ଦ ଲର୍ଡ। ତେଣୁ ପ୍ରଭୁଙ୍କ ପାଖରେ ନମ୍ର ହୁଅ। ପ୍ରଭୁଙ୍କ ସମ୍ମୁଖରେ ନମ୍ର ହେବା ପାଇଁ। ତ ପ୍ରଥମ ବିଷୟ କ'ଣ ଲେଖା ଅଛି? ଆପଣାକୁ ନମ୍ର କରିବା। ଆଜି ଯୁବାମାନେ ଟିକେ ଦେଖ, ନମ୍ର କିଏ? ଏଇଟା ଛୋଟ ପରାମର୍ଶ। ଏଇଟା ନମ୍ର ହେଲେ ପ୍ରଭୁ ତାକୁ ଅନୁଗ୍ରହ କରିବେ। ନମ୍ର ହେଲେ କ'ଣ ହବ? এইটা প্রভু যেতବେଳେ ସାଉଲ ପାପ କଲେ, ସାଉଲ ଦାଉଦଙ୍କ ଭିତରେ ଫରକ କ'ଣ ଜାଣିଛନ୍ତି? ସାଉଲ ଯେତେବେଳେ ପାପ କଲେ ସେ ଅନ୍ୟମାନଙ୍କ ଉପରେ ଲୋଦି ଦେଲେ। ସେମାନେ କହିଲାରୁ ମୁଁ କଲି, ସେମାନେ ମତେ କହିଲେ, ସେମାନେ କହିଲେ, ନହେଲେ ମୁଁ କରିନଥାନ୍ତି। ଦାଉଦଙ୍କର ପ୍ରୋବ୍ଲେମ କ'ଣ? ପ୍ରଭୁ ମୁଁ ପାପ କରିଛି।
ମୁଁ ପାପ କରିଛି, ପ୍ରଭୁ ତାକୁ ଅନୁଗ୍ରହ ଦେଲେ। এইটা মূল বিষয়টা। তো যুবাମାନେ ମୁଁ କହିବି ଆପଣଙ୍କୁ ନମ୍ର କର। ଆଉ ନମ୍ରର ଦୁଇଟା ଆଶୀର୍ବାଦ କ'ଣ? ଈଶ୍ୱର ତାହାକୁ ଅନୁଗ୍ରହ ଦାନ କରିବେ, ଆଉ ଦ୍ୱିତୀୟ ବିଷୟ ପ୍ରଭୁ ତାକୁ ଉନ୍ନତ କରିବେ। ମାଥ୍ୟୁ 5:5 କ'ଣ ଲେଖା ଅଛି? ନମ୍ର ଲୋକେ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ ହେବେ। ପୃଥିବୀର ଅଧିକାରୀ ନମ୍ର ଲୋକ, ନମ୍ର ନମ୍ର ହେଲେ କ'ଣ ହେବେ? ଗୀତ ସଂହିତା ତାର 37:11, ସାମ୍ 37:11 କ'ଣ ଲେଖା ଅଛି? ମାତ୍ର ନମ୍ର ଲୋକମାନେ ଦେଶ ଅଧିକାର କରିବେ ଓ ଶାନ୍ତିର ବାହୁଲ୍ୟରେ ଆପଣା ଆପଣାକୁ ଆନନ୍ଦିତ କରିବେ। ନମ୍ର ଲୋକମାନେ କ'ଣ କରିବେ? ନମ୍ର ଲୋକମାନେ ଦେଶ ଅଧିକାର କରିବେ ଆଉ ଶାନ୍ତିର ବାହୁଲ୍ୟ ଅନୁସାରେ ଆନନ୍ଦିତ କରିବେ। ମାନେ ତାଙ୍କ ଜୀବନରେ ବହୁତ ଶାନ୍ତି ଥିବ, ତେଣୁ ସେମାନେ ଆନନ୍ଦିତ ଥିବେ। ଆମେ ଆନନ୍ଦିତ କି? আমার স্মাইল কেমতি, আমার আনন্দ কোটি থাকে? খালি এতিকি পাখরে থাকে। আমি কেমতি আনন্দ করে হসে, তারপরে সমান হসি দেব। জস্ট পাস কলা পরে তার মুহ যেমতি কি সেমতি তো পেচা ভলিয়া থিব। কে গলে কাইকি নম্র নাই। নম্র লোক হি কଣ হব? ଶାନ୍ତିର ବାହୁଲ୍ୟ ଅନୁସାରେ ସେ ଆନନ୍ଦିତ। ତେଣୁ ମୁଁ କହିବା ପାଇଁ ଚାହେଁ, ପ୍ରଥମ ବିଷୟ କ'ଣ କରିବେ? ଆପଣାକୁ ନମ୍ର କରିବେ। ଆଜି ବସିଲା ବେଳକୁ ଚିନ୍ତା କରନ୍ତୁ, ମତେ କୋଉ କୋଉ ବିଷୟ ନିଜକୁ ନମ୍ର କରିବାର ଅଛି, ନମ୍ର କରିବାର ଅଛି। ଥରେ ଗୋଟେ ଝିଅଟା ବହୁତ ଗର୍ବରେ ଚାଲୁଥିଲା, ଗର୍ବ। ଜଣେ ତାକୁ କହୁଛି, ତୁ କାହିଁକି ଗର୍ବ କରୁଥିଲ? ତୋର ଔକାତ କ'ଣ? ତୋର ବାପା ମାର ସମ୍ପତ୍ତିରେ ତୁ ନାଚୁଛୁ, ଏ ଲୁଗାପଟା ବି ବାପା ମାର, ସେ ଗାଡ଼ି ବି ବାପା ମାର, ତୋର ଗର୍ବ କରିବା ପାଇଁ କ'ଣ ଅଛି? ତୋର କ'ଣ? କିଛି ନାହିଁ। ଗର୍ବ, ଆମେ ଗର୍ବ କରିବାର କାରଣ କ'ଣ? ବେଳେ ବେଳେ ଗର୍ବ ସତ ନା? ମୋର ପ୍ରିୟ ଭାଇ ଭଉଣୀ ମାନେ, କେତେ ଜଣକୁ ଦେଖିବେ ନିଜ ଗାଡ଼ିରେ ଗଲେ ବି ନମ୍ରରେ ଥିବେ, ଆରେ କେତେ ଜଣ ଭଡ଼ା ଗାଡ଼ିରେ ଯାଇକରି କ'ଣ କରିବ? ନିଜର ଉଲ୍ଲା ବେଳକୁ ତା ଭିତରେ ଆଗରୁ କୁଟି କୁଟି ଭର୍ତ୍ତି ହେଇକରି କ'ଣ ଅଛି? ନମ୍ରତା ଅଛି। ଥରେ ମୁଁ ଗୋଟେ ମିଟିଂରେ ଯାଇଥାଏ, ଏମିତି ୟୁଥ୍ ମିଟିଂରେ। ସେଠି ଜଣେ ଲୋକ ଗୋଟେ 500 ଖଣ୍ଡେ ଚେୟାର ପଡ଼ିଛି, ସେ ଚେୟାର ପଛୁଥିଲା। ସେ ଲୋକ ବୟସ୍କ ଲୋକଟା। ମୁଁ ଦେଖିଲି, ଆହା ବିଚାରା ବୁଢ଼ା ଲୋକଟା ଚେୟାର ଫେର ପଛୁଛି, ମୁଁ ଯାଇ ପଛିବି ବୋଲି ମୁଁ ବି ପଛିବାକୁ ଆରମ୍ଭ କଲି। ମୁଁ ଖାଲି ଏମିତି ପଛୁଛି, ଏମିତି ପଛି ଦେଉଛି। ସେ କହିଲେ, नो नो यू शुड नॉट डू लाइक दैट। ତାପରେ ସେ ଭଲ କରି ଘଷି ଘଷି ପଛୁଛନ୍ତି, ତଳେ ଉପରେ ପଛୁଛନ୍ତି। ମତେ ସେତିକି ଧୈର୍ଯ୍ୟ ନାହିଁ। ମୁଁ ଦିଟା ପୁରା ପଛିଲି, ଧୀରେ ଖସିଗଲି ମୁଁ। ତାପରେ ଦୂରକୁ ଯାଇ ପଚାରିଲି, ସେ ଯୋଉ ବୁଢ଼ା ଲୋକଟା ଚେୟାର ପଛୁଛି ସେ କିଏ? ସେ କହିଲେ, ମିଟିଂରେ ଯୋଉ ଯେତେଟା ଗାଡ଼ି ଲାଗିଛି ନା ନାଇଁ ପିଲାମାନଙ୍କୁ ନିଆ ନ କରିବା, 5ଟା ବସ୍, ତାର ମାଲିକ ସେ। ଆଉ ସ୍ପିକର ମାନଙ୍କର ରହିବା ଖାଇବାର ବ୍ୟବସ୍ଥା ସେ ଏକା କରିଛନ୍ତି। ଆଉ ଏ ମିଟିଂର ସ୍ପନ୍ସର ସିଏ, ତାଙ୍କର ପଇସାରେ ହେଉଛି। ସେ ଲୋକ ଯାଇକରି ଚେୟାର ପଛୁଛି। କାରଣ ସେ କହିବାର ମାନେ କ'ଣ? ମୁଁ ତ ପ୍ରଚାର କରି ଜାଣେ ନାହିଁ, ମତେ ତ ଗୀତ ଗାଇବି ଜଣା ନାହିଁ, ମୁଁ ତ ବର୍ଷିପ୍ ବି କରେ, ମୁଁ କ'ଣ କରିପାରିବି ମିଟିଂରେ? ଏଟଲିଷ୍ଟ ମୁଁ କ'ଣ କରିପାରିବି? ମୋର ଗାଡ଼ି ଲଗାଇ ପାରିବି, ଲୋକଙ୍କୁ ଖାଇବାକୁ ଦେଇପାରିବି, ଆଉ ଲୋକ ଯୋଉ ବସିବେ ତାକୁ ଚେୟାରକୁ ମୁଁ ପଛି ପାରିବି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ପ୍ରଥମ ବିଷୟ, ନିଜକୁ ନମ୍ର କରନ୍ତୁ। କାରଣ ନମ୍ର କଲେ କ'ଣ କରିବେ? ପ୍ରଭୁ ଅନୁଗ୍ରହ ଦେବେ, ପ୍ରଭୁ ଉନ୍ନତ କରିବେ, ଆପଣ ଅଧିକାରୀ ହେବେ, ଆଉ ଆପଣ ବର୍ଦ୍ଧିଷ୍ଣୁ ହେବେ। এইটা নম্রতার আশীর্বাদ। তারপর সে কোন কହୁଛନ୍ତି? যাকব 4:7 ଈଶ୍ୱରଙ୍କ 7 ତୁମେ ମାନେ ଈଶ୍ୱରଙ୍କର ବଶୀଭୂତ ହୁଅ। କ'ଣ ହୁଅ? ତୁମେ ଈଶ୍ୱରଙ୍କର ବଶୀଭୂତ ହୁଅ, ମାନେ ସବମିଟ୍ ୟୁର ସେଲ୍ଫ। ନିଜକୁ କ'ଣ କର? ପ୍ରଭୁଙ୍କ ପାଖରେ ସମର୍ପଣ କର। ମୁଁ ଯୁବାମାନଙ୍କୁ ପଚାରିବା ପାଇଁ ଚାହେଁ, ଆପଣ ନିଜକୁ କାହା ନିକଟରେ ସମର୍ପଣ କରିଛନ୍ତି? କାହା ନିକଟରେ?
ଯେତେବେଳେ ମୁଁ କଲେଜ ପଢୁଥାଏ ସେ ସମୟରେ ଗୀତଟା ବାହାରି ଥାଏ, मेरा दिल भी कितना पागल है। ହେଲା, ସେ ପୁଅ 3-4ଟା ଝିଅକୁ ଭଲ ପାଇଲା, ତାପରେ ତାର ମୁହଁ ଚେପା ହେଇଛି, +2 ଫେଲ ବସିଥିଲା। ମୁଁ କହିଲି କ'ଣ ହେଲା? ନାଇଁ ପରା, ଫିଜିକ୍ସ ଖରାପ ହେଇଗଲା, କେମିଷ୍ଟ୍ରି ଖରାପ ହେଇଗଲା। ଏମିତି ପାଗଳା ଭଳିଆ ହବୁ ବୋଲେ ଏମିତି ଏକା ହବ। ପାଗଳା ଭଳିଆ ହେଲେ କ'ଣ? ସବମିଟ୍ ୟୁରସେଲ୍ଫ, ନିଜକୁ ପ୍ରଭୁଙ୍କଠାରେ ସମର୍ପଣ କର। ଆମର ଯୁବା ମାନେ ୟାକୁ ତାକୁ ଦେଖି ହସୁଥିବେ, ତାକୁ ଭଲ ପାଉଥିବେ, ଆକୁ ଭଲ ପାଉଥିବେ, ଆକୁ 2 ଦିନ, ତାକୁ 2 ଦିନ, ତାପରେ କ'ଣ କରିବେ? ଏକା ସାଙ୍ଗରେ 3 ଜଣକୁ ଚାଟିଂ କରୁଥିବେ। ହ୍ୟାଲୋ 3ଟା, ସେ ଗୋଟେ ମେସେଜରୁ 3 ଜଣକୁ ହାଏ, 3 ଜଣକୁ ହାଉ ଆର୍ ୟୁ 3 ଜଣକୁ, ଆଇ ମିସ୍ ୟୁ 3 ଜଣକୁ, ଆଇ ଲଭ୍ ୟୁ 3 ଜଣକୁ। ଏ 3 ଜଣ ବୋକା ହେଇକିରି ବସିଥିବେ। କାହିଁକି? ଏମାନେ ପ୍ରଭୁଙ୍କଠାରେ ସବମିଟ୍ ନୁହନ୍ତି। ଆଉ ଯେଉଁମାନେ ପ୍ରଭୁଙ୍କଠାରେ ସବମିଟ୍ ହେଇନାହାନ୍ତି ତାଙ୍କୁ କିଏ ମଧ୍ୟ, ଶୁଣନ୍ତୁ, ଆପଣଙ୍କର ଜୀବନ ଅନାବାଦୀ ଜମି ଭଳିଆ ନଥାଉ, ତାକୁ କିଏ ବି ଦଖଲ କରିବ ନା ନାହିଁ? ଯଦି ସେଇଟା ରେକର୍ଡେଡ ହେଇଥିବ ସେ ଜମିଟା, ଏଠି କେହି ମଧ୍ୟ କିଛି କରିପାରିବ କି ନାହିଁ? ସେ ତାର ଡକୁମେଣ୍ଟ ଜଣଙ୍କ ନାଁରେ ଅଛି, ଆଉ କ'ଣ ଅଛି, ତାର ଘର ବାଡ଼ି ବି ହେଇଯାଇଛି, ସେ ଜାଗାରେ କେହି ବି କିଛି କରିପାରିବ ନାହିଁ। କିନ୍ତୁ ଯଦି ସେଟା ଅନାବାଦୀ ଜମି ଥିବ, କିଏ ବି ତାକୁ ଯାଇ ଦଖଲ କରିବ। ମୁଁ ଯେତେବେଳେ କଲେଜରେ ପଢୁଥିଲି, ଏ ସମୟର କଥା, ଏଇଟା ମୁଁ କେବଳ କଥା କହୁଛି 88ର କଥା। 87-88ରେ ମୁଁ +2 ପଢୁଥିଲି। ସେଇ ସମୟରେ ଗୋଟେ ଝିଅ ଥାଏ, ବାଙ୍ଗରିଟା, ଯକ୍ଷର ବଂଶଧର କି କ'ଣ ମୁଁ ଜାଣିନି, ପୁରା ବାଙ୍ଗରିଟା। ତାକୁ ମୋର 8 ଜଣ ସାଙ୍ଗ ଭଲ ପାଉଥିଲେ, 8 ଜଣ, ହେଲା, ଜଣକୁ 8 ଜଣ। ସେ ଗଲାବେଳକୁ ଟିକେ ହସି ଦିଏ, ଏମାନେ ଭାବନ୍ତି ମତେ ହସୁଛି ବୋଲି। ଦିନେ ସେ ଗୋଟେ ଛୋଟିଆ ଡ୍ରେସ୍ ପିନ୍ଧିକି ଆସିଛି, ହେଲା, ଛୋଟିଆ ଡ୍ରେସ୍ ପିନ୍ଧି ଆସିଛି, ହେଲେ ଏମାନେ ତାକୁ ଅନଉଛନ୍ତି। ସେ ଝିଅଟା ମୋର ସାଙ୍ଗର ଭଉଣୀଟା, ସେ ଥିଲା କମନ ରୁମ୍ରେ, ଯୋଉ ଫ୍ରିରେ ବସନ୍ତି ସେ ରୁମ୍ରେ ସେ ଅଛି। ମୁଁ ତାକୁ କହିଲି, ଏଇ ଆ, କ'ଣ ହେଲା? ମୁଁ କହିଲି, କାଲିରୁ ଯଦି ଏ ଡ୍ରେସ୍ ପିନ୍ଧିକି ଆସିବୁ ତତେ କଲେଜରେ ପିଟିବି, ତତେ ଏ ଛୋଟିଆ ଡ୍ରେସ୍ ଯଦି କାଲିକି ପିନ୍ଧି ଆସିବୁ କଲେଜରେ ତତେ ପିଟିବି। ସେ ଛାନିଆ ହିଁ ପଳେଇଲା ପରେ ସେ ଭାବିଲା ଯେ ଏ କଲେଜରେ ଯଦି କିଏ ଭଲ ପାଇବା ଲୋକ ଅଛି ବୋଲି, ଏ ଜଣେ ଏକା ମତେ ଭଲ ପାଇବା ଲୋକ ଅଛି, କାରଣ ଏତେ ମତେ ସେ କେୟାର କରୁଛି। ଦେଖିଲା ବେଳକୁ ମୋର ସାଙ୍ଗର ଭଉଣୀଟା, ମୁଁ ତାକୁ କହିଲି, ତୁ କାହିଁକି ଏତେ ପ୍ରେସ? ତାପରେ ଗୋଟେ ଲମ୍ବା ଚିଠି ଲେଖିଲା, ସୁନ୍ଦର ଚିଠି ଲେଖିଲା, ଗୋଲ ଅକ୍ଷରରେ। ମୋର ଜୀବନରେ କେବେ କିଏ ମତେ ଚିଠି ଲେଖି ନାହାନ୍ତି। ଫାର୍ଷ୍ଟ ଟାଇମ୍ ଖୋଲିଲି, ମୁଁ ଭାବିଲି କ'ଣ ଅଣଖ୍ରୀଷ୍ଟିଆନ ଲୋକଟା ତ, ତାଙ୍କର ଘର ପ୍ରତିଷ୍ଠା ହେଇଥିବ, ନହେଲେ କ'ଣ ବ୍ରତ ଥିବ, ପଠେଇଛି ବୋଲି ମୁଁ ଭାବୁଛି। ଖୋଲିଲା ବେଳକୁ ଡିୟର ନିରଞ୍ଜନ। ତା ପୂର୍ବରୁ କିଏ ମତେ ଡିୟର କହିନଥିଲେ, ସେଟା ପ୍ରଥମ ଡିୟର ବୋଲି। ପରେ ମୁଁ କହିଲି, କ'ଣ ଅସୁବିଧା ହେଇଗଲା ଏଇଟା? ତାପରେ ଆଉ ପଢିଲି ନାହିଁ, ଧରିକି ସିଧା ମୋର ପାଷ୍ଟର ପାଖକୁ ପଳେଇଲି, ମୋ ପାଳକ ପାଖକୁ ପଳେଇଲି। କାରଣ ପୃଥିବୀରେ 2 ଜଣ ଲୋକ ଯେ ମତେ ରାଇଟଲି ଗାଇଡ କରିପାରିବେ, ସେ 2 ଜଣ ହଉଛନ୍ତି, ଗୋଟେ ହଉଛି ବାପା ମା, ଆଉ ଗୋଟେ ହଉଛି ପ୍ରଭୁଙ୍କର ଦାସମାନେ। ତ ମୁଁ ପଳେଇଲି ତାଙ୍କ ପାଖରେ, କହିଲି, ଭାଇ ମତେ ଗୋଟେ ଝିଅ ଅଛି, ଏ ନିରଞ୍ଜନ ପଢିବୁ ନାହିଁ, ଦ୍ୟାଟ୍ ଇଜ ସିନ୍, ୟୁ ସୁଡ୍ ନଟ୍ ରିଡ୍ ଦ୍ୟାଟ୍ ୱାନ୍। ଦୁନିଆ ଷ୍ଟୋରି କହିଲେ, ଏଇଟା ଲମ୍ପଟତା, ପାପ, ଦୁନିଆ ବୋଧ ଛୁଇଁଲି ବି ନାହିଁ, ତାକୁ ଚା ପଢାପଢି ବନ୍ଦ। ହେଲେ ସେ ମତେ ଚିଠି ଲେଖିଛି, ମୁଁ ବି ତାକୁ ଜବାବ ଦେବାର ଅଛି। ରାତି 10ଟାରୁ ବସିଲି ଲେଖିବା ପାଇଁ, ଆଉ ପ୍ରଥମ ଥର ଲେଖି ବି ପାରୁନାହିଁ। ଏବେ ଡିୟର ବୋଲି ଲେଖିଲି, ଅସୁବିଧା। ସେ ଭାବ ମୁଁ ତାକୁ ଭଲ ପାଉଛି, ଲେଖୁଛି, ଚିଡୁଛି, ଫାଡୁଛି। ମୋ ମା ଦେଖିଲେ, ରାତି 12:30 ହେଇଗଲାଣି, ମତେ କହିଲେ, ଶୋଇପଡେ, ଏତେବେଳେ ପର୍ଯ୍ୟନ୍ତ କ'ଣ ପଢୁଛୁ? ମୁଁ ପୁଣି ପଢୁଛି। କହିବା ପାଇଁ ଚାହେଁ, ଆମର ଯୁବା ମାନେ କ'ଣ ନାଟ କରୁଛନ୍ତି। ବାପା ମା ଭାବୁଛନ୍ତି ଆମର ପାଠ ଆଗା ପଢୁଛନ୍ତି, ଦେଖିଲା ପାଠ ନାହିଁ, ନାଟ। ମାମା ମୁଁ ପଢିବାକୁ ଯିବି, ହେଲା ମୁଁ ପଢିବାକୁ ଯିବି ବୋଲି ଲ୍ୟାପଟପ୍ ଖୋଲି କ'ଣ କରୁଛି?
मोबाइल रे कौन करुच्ची आजिकल ऑनलाइन हो गला ना सब ऑनलाइन ऑनलाइन शॉपिंग ऑनलाइन स्टडी ऑनलाइन सीन एवरीथिंग ऑनलाइन 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 कान रे गेंजी देखरी बही कली कौन मन रखी था युवा माने बड़ डेंजर बड़ डेंजर तापरे मुझे तो चिठी लिखि पारली नहीं नेक्स्ट दिन से कॉलेज पाखे ठिया प्रिंसिपल रूम पाखे ठिया मु गली सॉरी मु तुमको भल पाई पारिबी नहीं से कहला आउरी का भल पाउछ आउरी का भल पाउछ से ना कहला ताकू कि आकू कि आकू कि ताकू कि ताकू कि आकू मु कहली मु काहा को भल पाउ नहीं हेले काहा को भल पाउछ मु कहली मु यीशु को भल पाउछि से कहला मु भी यीशु को भल पाइबी कहीं से जेहेतु मते भल पाउछि से कहछि मु भी यीशु को भल पाइबी मु यीशु को ग्रहण करबी मु कहली तू यीशु को ग्रहण करके न कर अलगा कथा मु तते भल पाई पारबी नहीं से कांदी पकेला मु भी कांदला भलिया मो को कर दिली पेचा भलिया दिबे मु कहबा पाई जाए जदि मोर हृदय मो प्रभु को देई न थांती से दिन केमती अवस्था थांती सेटा मु कहबा पाई जाए तो द्वितीय विषय कौन तुम्हें कौन करो ईश्वर को निकट निजको समर्पण करो युवा माने युवती माने जो कॉलेज को जाउछ प्रथम काम प्रभु मु जाउछि सेठी मोर हृदय को तुमको देकी जदि आपण को हृदय जदि आगरु प्रभु को देई नांती आज देई परिबे जदि आज देई छंती आपण देखि परिबे प्रभु अछंती ना नहीं तो द्वितीय विषय लिखा जाउछि ईश्वरंकर निकटवर्ती हुओ कौन करो जो को प्रभु को ठारे समर्पण करो मु आपन को मोर दृष्टांत एथि पई कहली जे कालीर टेस्ट आजिर टेस्टिमनी कालीर टेस्ट आजिर टेस्टिमनी आपन भी टेस्टिमनी दे पारिबे आपन मान को केते लोग ए करथिबे हसीब नै सब जगह हसीब नै जियो माने सब जगह हसीब नै से देख नहीं कहीं कि मु कहूची स्माइल टा बहुत डेंजर टा स्माइल गोज माइल एंड माइल आपण को गोटे हस पाई से खोजी 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 गूगल मैप रे खोजला भलिया आपण घर पाक आसीबो तुम कॉलेज गला आसीबो तुम पछरे पड़ीथिबो से शॉपिंग मॉल को जीवो से चर्च मध्य आसीबो मझे जन को घर को जाइली से झील कॉलेज रे सांगरे पढ़ुची पढ़ू 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 प्रेम हो गला अण ख्रिस्टियन पुओ सहित तार भीतर से मैरेज भी हो गला लव हो गला मैरेज हो गला ये पुओ कहूची मु प्रभु को ग्रहण करिबी कौन करिब ग्रहण करिब स्मरणिका अच्छी सबिनेर टा गोटे देवे हाँ कई जन आनी दिखाते सबिनेर गोटे ओके राइट वेरी गुड ये सवेनेर आपन को दिया जाइए मोर गोटे लेखा अच्छी आप देखिले कि राति देखी ना समस्त को कहवाई चाहे ये मोर गोटे लेखा अच्छी से पाइबे 31 पेज रे 31 पेज रे मोर लेखा अच्छी गोटे 10टा प्रश्न उत्तर मुझे है समस्ते फुर्सत रे धीरे धीरे पढ़े आ पढ़ला बेलू बाइबल खोलिकी पढ़े है एमती खाली पढ़ीदेवे ना कारण मु पद पर्व भी देती आप गोटे गोटे प्रश्न पढ़े इवेन आप विभिन्न समस्या दे जीवे ये 10टा गले फोपाड़ी देवे ना अन्य सब फोपाड़ी दौरान आपको आप साइती रखिए ये युवा मैंने से जीवन में संघर्ष करुवा 10टी प्रश्नर उत्तर मुझे आपण मैंने दयाकोरी घरे गले पढ़े एटा निहाती दरकार अन्य मान को देवे जदि पारिबे एटा जेरेक्स करिके आपन सांग मान को देवे जदि पारिबे एटा फोटो उठे सांग मान को भी पठेबे द्वितीय विषय कौन लिखा जाउछि ईश्वर को निकट रे माने ईश्वर को बसीभूत हुओ कौन हुओ बसीभूत आमे काहे कि ईश्वर को बसीभूत होई पारि न थाउ गोटे होछि बसीभूत आ गोटे होछि भूत जार जीवन में भूत थी से बसीभूत हो पार
ନାଇଁ। ଗୋଟେ ଭୂତ ଥିବ, ସେ କାହା କଥା ମାନିବ ନାହିଁ। ଭୂତ ମାନିବ କୋ କଥା? ଯାହା ବୋଲେ ମୁଁ ଚୁବୁନି କରିବି। ଏଲୋ ମା ମୁଁ ମୋବାଇଲ ରଖ, ମୁଁ ରଖିବି ନାହିଁ। ଖା, ମୁଁ ଖାଇବିନି। ମୁଁ କରିଦେବ। କଣ ତା ଭିତରେ ଅଛି? ଭୂତ ଗୋଟେ ଅଛି। ସେ ଭୂତ କଣ କରିବ? ବସିଭୂତ ହେବାକୁ। ଚର୍ଚ୍ଚ ଯା କରିବ ସେ। ସି ଯିବୁ କରିବ ସେ। ପାର୍କ ଯିବୁ ସପିଂ ମଲ୍ ଯିବୁ କାରଣ କୋଉ ଭୂତ ଏଇଟା? ଏଇଟା ସେ ଭୂତ। କୋଉ ଭୂତ? ପାର୍କରେ ବୁଲିବା ଭୂତ, ସପିଂ ମଲରେ ବୁଲିବା ଭୂତ, ମୋବାଇଲ ଦେଖିବା ଭୂତ, ଚାଟିଂ କରିବା ଭୂତ, ମେକଅପ୍ ହେବା ଭୂତ। ଆରେ ଯାଇକି କୋଉଠି ସେଇଠି ଯିବ, ଇଏ କୋଉଠି ଆସିବ ନାହିଁ? ବସିଭୂତ ହେବ ନାହିଁ। ତ ଦ୍ୱିତୀୟ ବିଷୟ କଣ କରିବେ? ଈଶ୍ୱରଙ୍କର ବସିଭୂତ ହେବେ। ତାପରେ ତୃତୀୟ ବିଷୟ କଣ ଲେଖାଯାଉଛି ସେଇଠି? ଏକା ଶୟତାନକୁ ପ୍ରତିବାଧା କର। ମୁଁ ଷ୍ଟେପ୍ ବାଇ ଷ୍ଟେପ୍ କହୁଛି, ବାଇବେଲ ଷ୍ଟଡି ପାଇଁ କହୁଛି। ପ୍ରଥମ କଥା କଣ? ପ୍ରଥମ କଥା ହଉଛି ନିଜକୁ ନମ୍ର କର। ଯା 6 ପଦ ଆଉ 10 ପଦ। ନମ୍ର କଲେ ପ୍ରଭୁ ଅନୁଗ୍ରହ ଦାନ କରିବେ, ଉନ୍ନତ କରିବେ, ଅଧିକାରୀ କରାଇବେ, ବର୍ଦ୍ଧିଷ୍ଣୁ କରାଇବେ। ଦ୍ୱିତୀୟ ବିଷୟ ଈଶ୍ୱରଙ୍କର ନିକଟରେ ସମର୍ପିତ ହୁଅ। ଯଦି ସମର୍ପିତ ହେଇନାହଁ ତମକୁ କିଏ ମଧ୍ୟ କବ୍ଜା କରିବ ନା ନାହିଁ? କରିବ। ଆଉ ତୃତୀୟ ବିଷୟ କଣ? ତାପରେ ଶୈତାନକୁ ପ୍ରତିବାଧା କର। ଈଶ୍ୱରଙ୍କର ବଶୀଭୂତ ହୁଅ, ତାପରେ ପ୍ରତିବାଧା। ତୁମେ ଯଦି ଈଶ୍ୱରଙ୍କ ବଶୀଭୂତ ହେଇନାହ ଆଉ ଶୈତାନକୁ ଦୂର ହ ଶୈତାନ ବୋଲେ ମୁଁ କାହିଁକି ଯିବି? କାରଣ ତୁମେ ତୋ ଜୀବନରେ ଆହୁରି କାହାକୁ ଜାଗା ଦେଇନ। ପ୍ରଭୁ ନାହାନ୍ତି। ପ୍ରଭୁ ନଥିଲେ ଶୈତାନ କାହିଁକି ଡରିବ? ସେ ଅପେକ୍ଷା କରିଦେବ କେବେ ନା କେବେ ଇଏ ଯଦି ଝରକା ଖୋଲା ଥିବ ସେ ଆସିକି ମ୍ୟାଉ ମ୍ୟାଉ, ଝରକା ବନ୍ଦ କଲେ କବାଟ ପାଖେ ଆସି ମ୍ୟାଉ ମ୍ୟାଉ। କଣ ମ୍ୟାଉ? ବିଲେଇଟା ଓଡ଼ିଆ ଜାଣି ନାହିଁ। ବିଲେଇକୁ ଓଡ଼ିଆ ଜଣା ନାହିଁ, ହିନ୍ଦୀ ବି ଜାଣି ନାହିଁ, ଇଂଲିଶ ବି ଜାଣି ନାହିଁ, ଖାଲି ହିନ୍ଦୀ ଜାଣିଛି। ସେତେ ସେ କଣ କରିବ? ମ୍ୟାଉ ମ୍ୟାଉ ମ୍ୟାଉ। ମୁଁ ଆସିବି କି? ମୁଁ ଆସିବି ମ୍ୟାଉ ମେ। ଆଉ ଗରମ ପାଣି ଫୋପାଡ଼ି ଦେଲେ ସିଧା ପଳେଇବ ସେ। ତ ସେଇଥିପାଇଁ କଣ କରିବ? ପ୍ରଥମରେ ପ୍ରଭୁଙ୍କର ବଶୀଭୂତ ହେବ, ତାପରେ ତାକୁ ପ୍ରତିବାଧା କରିବ। ଯୋଉ ଯୁବା ଯୁବତୀ ମାନେ ପ୍ରଭୁଙ୍କର ବଶୀଭୂତ ନୁହନ୍ତି ସେମାନଙ୍କୁ ଶୈତାନ ଆଜି ନହେଲେ କାଲି ଧରିବ ହିଁ ଧରିବ। ଆଜି ନହେଲେ କାଲି ଧରିବ। ତେଣୁ ତୃତୀୟ ବିଷୟ କଣ? ଶୈତାନକୁ କଣ କର? ପ୍ରତିବାଧା କର। ରେସିଷ୍ଟ ଦ ଡେଭିଲ। ଶୈତାନକୁ କଣ କର? ପ୍ରତିବାଧା କର। ଆମର ଲୋକମାନେ କଣ କୁହନ୍ତି? ଶୈତାନକୁ ବାନ୍ଧିବେ। ମୁଁ ଶୈତାନକୁ ବାନ୍ଧୁଛି ଇନ୍ ଦ ନେମ୍ ଅଫ ଜିସସ୍। ମୁଁ ଶୈତାନକୁ ବାନ୍ଧୁଛି। ତାକୁ କାହିଁକି ବାନ୍ଧିବ? ତାକୁ ବାନ୍ଧିବ, ତାକୁ ଖୁଆଇବ, ତାର ଯତ୍ନ ନେବ, ସେ ହଗାମୁତା କରିବ, ତାକୁ ଫୋପାଡ଼ିବ। କଣ ପାଇଁ ବାନ୍ଧିବ? ତାକୁ କଣ ପାଇଁ ବାନ୍ଧିବ? ଲେଖାଯାଉଛି କଣ? ତାକୁ ପ୍ରତିବାଧା କର, ପଳେଇବ। ବାସ୍ ସେତିକି। ତାକୁ ପ୍ରତିବାଧା କର, ପଳେଇବ। କିନ୍ତୁ ପ୍ରତିବାଦ କେମିତି କରିବ? ଆଗ ପ୍ରଭୁଙ୍କର ବଶୀଭୂତ ହେବ, ତାପରେ ପ୍ରତିବାଦ କରିବ, ତେବେ ସେ ପଳେଇବ। ତୁମେ ପ୍ରଭୁର ନାହିଁ, ତାକୁ ଯା ବୋଲେ ଯିବ କି? ଭୂତକୁ ଛଡ଼େଇବ? ଛଡ଼େଇ ପାରିବ କି? ନାଇଁ, ଛଡ଼େଇ ପାରିବ ନାହିଁ। ଆଗ ତୁମେ ପ୍ରଭୁରେ ଥାଅ, ତାପରେ ଭୂତ ଯିବ। ପୃଥିବୀର ଦୁଇଟା ଆତ୍ମା, ଗୋଟେ ହଉଛି ପବିତ୍ର ଆତ୍ମା ଆଉ ଗୋଟେ ହଉଛି ପ୍ରେତ ଆତ୍ମା। ଯାହା ଜୀବନରେ ପବିତ୍ର ଆତ୍ମା ଅଛନ୍ତି ତା ଜୀବନରେ ପ୍ରେତ ଆତ୍ମା କାମ କରିପାରିବ ନାହିଁ, କରିପାରିବ ନାହିଁ। ତ ପ୍ରଥମ କଥା କଣ କରିବେ? ଆପଣ ପ୍ରଭୁଙ୍କର ବଶୀଭୂତ ହେବେ। ଆଉ ତୃତୀୟରେ କଣ କରିବେ? ଶୈତାନକୁ ପ୍ରତିବାଧା କରିବେ। କଣ କରିବେ? ମୁଁ ଖାଲି କହିବା ପାଇଁ ଏଫେସିୟ 5 ପର୍ବ, ଏଫିସିଏନ୍ସ ଚାପ୍ଟର 5 verse 11, 6 ର 11, ଏଫିସିଏନ୍ସ ଚାପ୍ଟର 6 verse 11, 6 ପର୍ବ 11 ପଦ ଲେଖା ଯାଉଛି, ତୁମେ ମାନେ ଯେପରି ଶୟତାନର ଚାତୁରୀ ବିରୋଧରେ ଦଣ୍ଡାୟମାନ ହେଇପାର। ଏଠି ଲେଖା ହଉଛି ଦଣ୍ଡାୟମାନ ହେବା। କୋଉଠି? ଶୟତାନର ଚାତୁରୀ ବିରୋଧରେ ଦଣ୍ଡାୟମାନ ହେବା। ତାର ଚାଲାକୁ ବୁଝିବା ପାଇଁ
ଟିକେ ଦେଖିବି ଏ କେତେ ଚାଲାକ ହଉଛି, ଆକୁ ଟିକେ ଦେଖିବି। ଆକୁ ବେଳେ ବେଳେ ମା ମାନେ କହିବେ ନା ଆକୁ ଟିକେ ଦେଖେ, ଆକୁ ଟିକେ ମୁଁ ଦେଖେ। ତାର ଚାତୁରୀ ବିରୁଦ୍ଧରେ କଣ ହେବେ? ଆପଣ ଦଣ୍ଡାୟମାନ ହେବେ। କିନ୍ତୁ ଯୌବନ କାଳ ଅଭିଳାଷ କଣ କରିବେ? ପଳାୟନ କରିବେ, ଫ୍ଲି। ଏଟା ହଉଛି ଷ୍ଟାଣ୍ଡ, ଏଟା ହଉଛି ରେସିଷ୍ଟ। ଏବେ କଣ ଅଛି? ଫ୍ଲି। ଫ୍ଲି ମାନେ କଣ? ଫ୍ଲାଇଟ୍, ସେଇଟା ଅଛି ଫ୍ଲି। ଉଡ଼ିବା କଥା, ରହିବାର ନାହିଁ। ଆମର ଯୁବାମାନେ ଯୋଉଠି ପ୍ରଲୋଭନ ସେଠି ଠିଆ ହେଇକିରି ଯୀଶୁଙ୍କ ରକ୍ତରେ ଜୟ, ଯୀଶୁଙ୍କ ରକ୍ତରେ ଜୟ 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 ନାହିଁ ଛୁ। ଯୋଉ ଜାଗାରେ ଆପଣ ଜାଣିଲେ ଏଟା ପ୍ରଲୋଭନର ଜାଗା, ଏ ଜାଗା ମୋ ପାଇଁ ସେଫ୍ ନାହିଁ, ସେଠୁ ପଳେଇବ। ସେ ପୁଅଟା ମତେ ଅନଉଥିଲା, ମୁଁ ଖାଲି ଯୀଶୁଙ୍କ ରକ୍ତରେ ଜୟ, ଯୀଶୁଙ୍କ ରକ୍ତରେ ଜୟ 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 ବୋଲି। ଆପଣ ମଦ ଦୋକାନରେ ଠିଆ ହେଇକି ଯୀଶୁଙ୍କ ରକ୍ତରେ ଜୟ ବୋଲି କହିବ, ପଳାଅ ସେଠୁ। ସକାଳେ କଣ କରିବ? ପ୍ରାର୍ଥନା କରିବ, ପ୍ରଭୁ ମୋବାଇଲକୁ ସୂଚି କର, ପବିତ୍ର କର, ଆଜି ଯାହା ଦେଖିବି ଅନୁଗ୍ରହ କର, ଯୀଶୁଙ୍କ ରକ୍ତରେ ଜୟ ଜୟ। କଣ କରିବ? ଥରେ ଗୋଟେ ପୁଅଟା ମତେ କହୁଛି, ଅଙ୍କଲ ପୁଡ଼ିଆ ଖାଇବା କଣ ପାପ? ମୁଁ କହିଲି କିଛି ପାପ ନାହିଁ, ପ୍ରାର୍ଥନା କରି ଖାଇବୁ। ପ୍ରେଜ୍ ଦ ଲର୍ଡ, ଯୀଶୁଙ୍କ ରକ୍ତରେ ଜୟ, ହାଲେଲୁୟା। ଏଠି ଆସି ଗାଉଥିବେ କଣ? ତୁମ ସେବା କରିବି, ତୁମରି ସେବା କରିବି। କରିବ ଇଏ ପ୍ରଭୁଙ୍କ ସେବା? ପୁଡ଼ିଆ ଖାଉ ନହେଲେ ଇଏ ପ୍ରଭୁଙ୍କ ସେବା କରିବ? ଆମର ମଣ୍ଡଳୀ ଗୁଡାକରେ ଉପାସନା କରିହେବ, ପୁଡ଼ିଆ ଖାଇ, ମଦ ଖାଇ, ଗଞ୍ଜେଇ ଖାଇ, ଯାହା କରି ସେଠୁ ଘୋଡ଼ାଇବେ ପ୍ରଭୁ। ସ୍ୱର୍ଗକୁ ଯିବାର ଚାନ୍ସ ନାହିଁ, ଚାନ୍ସ ନାହିଁ, ଚାନ୍ସ ନାହିଁ। ତାର ଗଳା ଯେତେ ଭଲ ଥାଉ, ପରମେଶ୍ୱର ଗଳା ଦେଖନ୍ତି ନାହିଁ, ପରମେଶ୍ୱର କଣ ଦେଖନ୍ତି? ଅନ୍ତଃକରଣ ଦେଖନ୍ତି। ଏବେ ଆପଣଙ୍କର କମ୍ପିଟିସନ ହବ ନା ନାହିଁ? ଏ ଗଳା କିଏ ଦେଖନ୍ତି? ଜଜେସ୍ ମାନେ ଗଳା ଦେଖନ୍ତି, ପରମେଶ୍ୱର କଣ ଦେଖନ୍ତି? ଅନ୍ତଃକରଣ ଦେଖନ୍ତି। ଆପଣ ଏବେ ମେମୋରି ବର୍ସ 100ଟା ଲେଖିଲେ ମତେ କଣ ହବ? ମୁଁ ତ 200ଟା ଲେଖିବା ଝିଅକୁ ଜାଣିଛି, ସେ ଅଟୋବାଲାକୁ ପଳେଇଛି। ଅଣଖ୍ରୀଷ୍ଟିଆନ ପୁଅକୁ ଯାଇଛନ୍ତି ମେମୋରି ବର୍ସ ଲେଖି ଲେଖି। କାହିଁକି? ଏମାନେ କଣ ଭାବୁଛନ୍ତି? ମେମୋରି ବର୍ସ ଲେଖି ଟ୍ରଫି ପାଇପାରିବ। ମେମୋରି ବର୍ସ ଲେଖିକରି ସାବଧାନ। କଣ କରିବା ଅଛି? ସମସ୍ତଙ୍କୁ ଏଟା ଏମିତି ଏକା ଚୁଟି ଏମିତି ହେଇନାହିଁ। 35 ବର୍ଷ ଆପଣମାନଙ୍କ ବୟସ ଯେତିକି ନାହିଁ, ସେତିକି ବର୍ଷ ଯୁବାମାନଙ୍କ ମଧ୍ୟରେ ସେବା କାର୍ଯ୍ୟ କରିଛି ଆଉ ଜାଣିଛି। ଆପଣମାନଙ୍କ ପୂର୍ବରୁ ମୁଁ ବି ଯୁବା ଥିଲି, ଏବେ ହେଇଯାଇଛି, ସେଥିପାଇଁ ମୁଁ କଲର ବି କରୁନାହିଁ। ମୋର ବୟସ ଠାରୁ ଅଧିକ କଲର ପାଚି, ଏ ଚୁଟି ବେଶୀ ହ୍ୱାଇଟ୍ ହେଇଛି। ମୁଁ ଚାହୁଁଛି ସବୁ ହ୍ୱାଇଟ୍ ହେଇଯାଉ, ପୁରା ଚିକ୍ 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 କରିବାର ଅଛି। କହିବାର ଉଦ୍ଦେଶ୍ୟ କଣ? ଯେ ଆପଣମାନେ ଆଜି ଯୋଉ ସଂଘର୍ଷ ଦେଇ ଯାଉଛନ୍ତି, ସେ ସଂଘର୍ଷ ଦେଇ ଆମେ ଗତି କରି ସାରିଛୁ। ସେଇଥିପାଇଁ ମୁଁ କହୁଛି, ଯଦି ଏଇ ମେସେଜ ଯଦି ମତେ ମୋର କଲେଜ ସମୟରେ କିଏ ଦେଇଥାନ୍ତା, ମୋର ନାଁ ଆଗରେ ପ୍ରଫେସର ଲାଗିଥାନ୍ତା, ପ୍ରଫେସର ଡକ୍ଟର ନିରଞ୍ଜନ ତୁରୁ। ଏବେ ଡକ୍ଟର ନାହିଁ କି ପ୍ରଫେସର ନାହିଁ, ସିମ୍ପଲ ମିଷ୍ଟର, କିଛି ନାହିଁ। କଣ କରିବେ ଆପଣ? ଶୈତାନର ବିରୁଦ୍ଧରେ ଦଣ୍ଡାୟମାନ ହେବେ। ଏଫେସିୟନ୍ସ 4 ପର୍ବ 27 ପଦ, ଏଫେସିୟନ୍ସ ଚାପ୍ଟର 4 verse 27। ଶୟତାନକୁ ସ୍ଥାନ ଦିଅ ନାହିଁ। ଶୈତାନକୁ କଣ କରିବ? ପ୍ରଥମରେ ପ୍ରତିବାଦ କରିବ, ତା ବିରୁଦ୍ଧରେ ଦଣ୍ଡାୟମାନ ହେବ, ତୁମେ ପଳାୟନ କରିବ, ଯୋଉଟା ଆମେ 2 ତିମୋଥୀ 2 ପର୍ବ 22 ପଦରେ ଦେଖୁଛୁ। ଏଠି ଲେଖା ହଉଛି କଣ? ଶୟତାନକୁ ସ୍ଥାନ ଦିଅ ନାହିଁ। ତାକୁ ସ୍ଥାନ ଦେଲେ କଣ କରିବ? ଆସି ବସିକି ତାର ଡ୍ରାମା ଦେଖାଇ ବସେ। ସେଇଥିପାଇଁ ତାକୁ କଣ କରିବ? ସ୍ଥାନ ଦେବ ନାହିଁ। ଆଉ କଣ ଲେଖାଯାଉଛି? ପ୍ରଥମ ପିତର 5 ପର୍ବ 7-8ରେ, ତୁମେ ସଚେତନ ହୋଇ ଜାଗ୍ରତ ଥାଅ, କାରଣ ଶୟତାନ ସିଂହ ପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ ଖୋଜି ବୁଲୁଛି। କୋଉ ଯୁବତୀକୁ ଗ୍ରାସିବି, କୋଉ ଯୁବାକୁ ଗ୍ରାସିବି ଖୋଜି ବୁଲୁଛି। ଅନେକ ଯୁବା ଯୁବତୀ କ୍ୟାରିୟରରେ ଭଲ ପାଠ ପଢିଛନ୍ତି, ଟପ୍ କ୍ଲାସ୍ ସେମାନେ, ଇଣ୍ଟେଲିଜେଣ୍ଟ ସେମାନେ, ସବୁ ଭଲ, କିନ୍ତୁ କଣ? ତାକୁ ରେସିଷ୍ଟ କରିପାରିଲେ ନାହିଁ, ତାର ବିରୁଦ୍ଧରେ ଠିଆ ହେଇ ପାରିଲେ ନାହିଁ, ତାକୁ ସ୍ଥାନ ଦେଲେ, ସଚେତନ ହେଲେ ନାହିଁ। ଏବେ ଶୈତାନ ସେମାନଙ୍କୁ କଣ କରିଛି? ଆୟତ୍ତ କରି ରଖିଛି। ତ ତୃତୀୟ ବିଷୟ, ପ୍ରଥମ
विषय कौन निजक नम्र करेंगे, द्वितीय विषय ईश्वर निजक समर्पण करेंगे, और तृतीय विषय शैतान को प्रतिबाधा करेंगे, और चतुर्थ विषय याकूब 4 पर्व जेम्स चैप्टर 4